ଆରେ ଆରେ ମୋ ଘର ବାହାରେ କଣ ଏତେ ମଇଳା ପଡିଛି? ମୁଁ ଏବେ ମୋ ଘର ଚାରି ପାଖକୁ ପରିଷ୍କାର କରିଥିଲି, ତାହେଲେ ଏତେ ମଇଳା ଆସିଲା କୋଉଠୁ? ନିଶ୍ଚୟ ଏସବୁ ସେ କାଉର କାମ। ମୁଁ ଆଜି ତାକୁ ଛାଡ଼ିବିନି। କାଉ, ଏ କାଉ, ବଦମାସ ଶୀଘ୍ର ବାହାରକୁ ଆସେ। କଣ ହେଲା? ତୁମ ଘର ବାହାରେ ଏମିତି କୁକୁରଙ୍କ ପରି ଭୁକୁଛୁ କାହିଁକି? ତୁ ଜାଣି ଶୁଣି ମୋ ଘର ବାହାରେ ମଇଳା ପକେଇଛୁ, ଆଉ ମୁଁ କହିବାକୁ ଆସିଲାରୁ ମତେ କୁକୁର କହୁଛୁ? ବାଦୁଡି ମୁହିଁ କୋଉଠିକାର? ଏଇ ଏଇ ମୁହଁ ସମ୍ଭାଳି କଥା କହ। ମୋର ତ କିଛି କାମ ନାହିଁ, ତୋର ସେ ଅପରିଷ୍କାର ବାହାରେ ମୁଁ ମୋ ମୂଲ୍ୟବାନ ମଇଳା ପକେଇତେ ଯିବି। ତୁ ଅପରିଷ୍କାର? ତୋର ଏଇ ଅପରିଷ୍କାର ଘରେ ଛିଡା ହେବାକୁ ବି ମତେ ଇଚ୍ଛା ହଉନି। ତୁ ମୋ ଘର କଥା କଣ କହୁଛୁ? ତୋ ଚେହେରା ଏତେ ଅପରିଷ୍କାର ଯେ ମତେ ଦେଖିଲେ ହିଁ ବାନ୍ତି ଲାଗୁଛି। ତୋ ଦେହରୁ କି ଦୁର୍ଗନ୍ଧ ବାହାରୁଛି। ଛି ଛି, ପଳା ମୋ ସାମ୍ନାରୁ, ନହେଲେ ତମର ବାନ୍ତି ହେଇଯିବ। କଣ ହେଲା? ତୋର ଏତେ ସାହସ? ମତେ ଅପମାନ ଦେଲୁ? ମୋ ଘର ବାହାରେ ମଇଳା ପକେଇ ଏବେ ମତେ ଅପମାନ ଦେଉଛୁ? ଦେଖ ଏବେ ମୁଁ ତୋ ସହ କଣ କରୁଛି। ଚଢ଼େଇ ରାଗି ଯାଇ ତା ଘର ବାହାରେ ପଡିଥିବା ସବୁ ମଇଳା ଆଣି କାଉର ମୁଣ୍ଡରେ ଢାଳିଦେଲା। ଛି ଛି, ତୁ ଏ କଣ କଲୁ? ମୋ ମୁଣ୍ଡରେ ମଇଳା ଢାଳିଦେଲୁ। ଆଜି ମୁଁ ତତେ ଛାଡ଼ିବିନି। ଆସ ଆସ, ମୁଁ ବି ତତେ ଡରିକି ରହିନି। ଏମିତି ସେ ଦୁଇ ଜଣ ଦୁଇଟି ଲାଠି ଧରି ଖୁବ୍ ଜୋରରେ ଲଢ଼େଇ କଲେ। ତାଙ୍କର ପାଟିତୁଣ୍ଡ ଶୁଣି ଜଙ୍ଗଲର ଅନ୍ୟ ଚଢ଼େଇ ମାନେ ସେଠାକୁ ଆସିଲେ। ସେମାନେ କାଉ ଆଉ ଚଢ଼େଇକୁ ବୁଝେଇ ତାଙ୍କ ଝଗଡ଼ା ବନ୍ଦ କଲେ, ଆଉ ନିଜ ନିଜ ଘରକୁ ପଠେଇଦେଲେ। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ, ମା ମା, ଭାରି ଭୋକ ଲାଗୁଛି, କିଛି ଖାଇବାକୁ ଦିଅ। ମାରେ, ତୁ ବାହାରେ ଖେଳୁଥା, ମୁଁ ରୋଷେଇ କଲା ପରେ ତତେ ଡାକିଦେବି। ଠିକ ଅଛି ମା, ମୁଁ ଯାଉଛି, ବାହାରେ ବଲ୍ ଖେଳୁଛି, ଖାଇବା ହେଲେ ମତେ ଡାକିଦେବ। ଆରେ ଚିକି, ତୁ ମୋ ବଲ୍ କାହିଁକି ନେଲୁ? ମତେ ମୋ ବଲ୍ ଦେ, ନହେଲେ ମୁଁ ମୋ ମାଙ୍କୁ ସବୁ କଥା କହିଦେବି। ତ ବଲ୍ ଆସି ମୋ ଘରେ ପଡିଛି, ଆଜିଠୁ ଏ ବଲ୍ ମୋର। ମୁଁ ତତେ ଆଉ ଏ ବଲ୍ ଦେବିନି, ଏବେ ମୁଁ ଏ ବଲ୍ ସାଙ୍ଗରେ ଖେଳିବି। ଏମିତି କହି କାଉଛୁଆ ବଲ୍ ନେଇ ଘର ଭିତରକୁ ଚାଲିଗଲା। ବଡମାନଙ୍କ ଝଗଡ଼ା ଦେଖି ସାନ ପିଲାମାନେ ବି ଝଗଡ଼ା କରୁଥିଲେ। ଏସବୁ ଦୂରରୁ ଗୋଟେ ପରୀ ଦେଖୁଥିଲା। ସେ ମନରେ ଚିନ୍ତା କଲା, ଆରେ ମୁଁ ଏ କଣ ଦେଖୁଛି? ବଡମାନଙ୍କ ଝଗଡ଼ା ପାଇଁ ଛୋଟ ପିଲାମାନେ ବି ଝଗଡ଼ା ଶିଖିଗଲେଣି। ଏହା ଜମା ବି ଠିକ କଥା ନୁହଁ। ଏବେ ମତେ କିଛି କରିବାକୁ ପଡିବ, ଯେମିତି ଏମାନେ ଝଗଡ଼ା ନ କରି ମିଳିମିଶି ରହିବେ। ଏମିତି କହି ପରୀ ସେଠାରୁ ଚାଲିଗଲା। ପରଦିନ ସକାଳେ ସେ ଚଢ଼େଇ ଆଉ କାଉ ଘରକୁ ଗଲା। ଘରେ କିଏ ଅଛ? ବାହାରକୁ ଆସ, ମତେ ଟିକେ ସାହାଯ୍ୟ କର। କିଏ ତୁମେ? ଆମେ ତ ତୁମକୁ ଆଗରୁ ଏ ଜଙ୍ଗଲରେ ଦେଖିନୁ। ମୁଁ ଜଣେ ପରୀ, ମୁଁ ଦୂର ପର୍ବତରୁ ଆସିଛି। କଣ ହେଲା? ତୁମେ ଜଣେ ପରୀ? କୁହ କୁହ ପରୀ, ତୁମକୁ କଣ ସାହାଯ୍ୟ ଦରକାର? ମୁଁ ତୁମକୁ ସାହାଯ୍ୟ କରିବି। ସେ ଚଢ଼େଇକୁ ସାହାଯ୍ୟ ମାଗି ନିଜ ସମୟ ନଷ୍ଟ କରନି। କଣ ପାଇଁ ପରୀ, ତୁମେ ସେ କାଉର କଥା ଶୁଣନି, ମତେ କୁହ ପରୀ, ମୁଁ ତୁମକୁ କେମିତି ସାହାଯ୍ୟ କରିବି? ତମେ ଦୁଇ ଜଣ ଆଗ ଝଗଡ଼ା ବନ୍ଦ କର। ମୁଁ ତମମାନଙ୍କୁ କିଛି କହିବାକୁ ଆସିଛି। ମୋ ପାଖରେ ଗୋଟେ କେକ୍ ଘର ଅଛି। ମୁଁ ସେ କେକ୍ ଘର ତମ ଦୁଇ ଜଣଙ୍କ ଭିତରୁ ଜଣକୁ ଦେବି। ସେ କେକ୍ ଘରେ ତମେ ସବୁଦିନ କେକ୍ ପାଇବ, ଆଉ ମନ ଭରି କେକ୍ ଖାଇପାରିବ। ସତରେ ପରୀ, ତୁମେ ଆମକୁ କେକ୍ ଘର ଦେବ? ତେବେ ପରୀ କୁହ, ଆମେ କଣ କରିବୁ? କେକ୍ ଘର ପାଇଁ ତ ମୁଁ କିଛି ବି କରିପାରିବି। ତମେ ଦୁଇ ଜଣ ନିଜ ନିଜ ଜମିରେ ଆଳୁ ଚାଷ କର। ଯିଏ ବି ଅଧିକ ଆଳୁ ଚାଷ କରିବ, ମୁଁ ତାକୁ ସେ କେକ୍ ଘର ଦେବି। ଓ ଏଇ କଥା ପରୀ, ମୋ ଜମି ଚଢ଼େଇ ଜମିଠି ବି ବଡ଼। ଆମେ ଯଦି ଆଳୁ ଚାଷ କରିବୁ, ମୋର ଅଧିକ ଆଳୁ ବାହାରିବ। ଜିତିବି ତ ମୁଁ। ପରୀ, ତୁମେ ମତେ ଏବେ ହିଁ ସେ କେକ୍ ଘର ଦେଇଦିଅ। ନା, ଏମିତି ମୁଁ କାହାକୁ କେକ୍ ଘର ଦେବିନି। ତମେ ମାନେ ଆଗ ପ୍ରତିଯୋଗିତାରେ ଭାଗ ନିଅ, ତାପରେ ଯେ ଜିତିବ ମୁଁ ତାକୁ କେକ୍ ଘର ଦେବି। ତମେ ମାନେ ଏବେ ଚାଷ ଆରମ୍ଭ କର, ମୁଁ କିଛି ଦିନ ପରେ ଆସିବି। ତାପରେ ପରୀ ସେଠାରୁ ଚାଲିଗଲା। ଚଢ଼େଇ ଆଉ କାଉ ନିଜ ନିଜ ଜମିରେ ଆଳୁ ଚାଷ କରିବା ଆରମ୍ଭ କଲେ। କିଛି ଦିନ ପରେ ତାଙ୍କ ଜମିରେ ଆଳୁ ଚାରା ବାହାରିଲା। ଦିନେ କାଉ ଚଢ଼େଇର ଜମି ଦେଖିବାକୁ ଗଲା। ଏ କଣ? ଚଢ଼େଇ ଜମି ଛୋଟ ହେଲେ ବି ତାର କେତେ ଭଲ ଚାରା ଗଛ ବାହାରିଛି। ଏମିତି ହେଲେ ତ ଚଢ଼େଇ ପ୍ରତିଯୋଗିତାରେ ଜିତିଯିବ। ନା ନା, ମୁଁ ସେମିତି ହେବାକୁ ଦେବିନି।
ମତେ କିଛି ଗୋଟେ କରିବାକୁ ପଡିବ। କାଉ ଚଢ଼େଇକୁ କେମିତି ହରେଇବ ମନେ ମନେ ଉପାୟ ଚିନ୍ତା କରୁଥିଲା। ସେ ବଜାରରେ ଥିବା ଗୋଟେ ଔଷଧ ଦୋକାନକୁ ଗଲା। ଆରେ କାଉ ଭଉଣୀ, ଏତେ ଦିନ ପରେ ମୋ ଦୋକାନକୁ ଆସିଲ, ତୁମର କ'ଣ ଦରକାର କୁହ? ହଁ, ମତେ କିଛି ଏମିତି ଔଷଧ ଦିଅ ଯେମିତି ମୁଁ ଗୋଟେ ଆଳୁ ଚାଷ ହେଇଥିବା ଜମିକୁ ନଷ୍ଟ କରିପାରିବି। ଆଚ୍ଛା, ବୁଝିଗଲି। ଏଇ ଲାଲ ରଙ୍ଗର ଔଷଧ ବୋତଲକୁ ନିଅ। ଏଇ ଔଷଧ ବୋତଲକୁ ସେ ଆଳୁ ଚାଷ ହେଇଥିବା ଜମିରେ ଢାଳି ଦେବ। ଚାଷ ହେଇଥିବା ସବୁ ଆଳୁ ଭିତରଟା ନଷ୍ଟ ହେଇଯିବ। ବାହାର ପଟୁ ସେ ଆଳୁ ପୁରାପୁରି ଭଲ ଦେଖାଯିବ, ହେଲେ ଭିତରଟା ସଢି ଯାଇଥିବ। ଆଚ୍ଛା, ତୁମ ପାଖରେ କିଛି ଏମିତି ଔଷଧ ଅଛି ଯୋଉ ଔଷଧ ଦେଲେ ମୁଁ ଚାଷ କରିଥିବା ଆଳୁ 2 ଗୁଣା ବଢିଯିବ? ହଁ, ସେଥିପାଇଁ ବି ମୋ ପାଖରେ ଔଷଧ ଅଛି। ଏଇ ନିଅ, ଏ ହଳଦିଆ ରଙ୍ଗର ବୋତଲକୁ ନିଜ ଜମିରେ ଢାଳିଦେବ। ତୁମ ଆଳୁ 2 ଗୁଣା ବଢିଯିବ। କାଉ ଖୁସି ମନରେ ସେ 2 ଔଷଧ ବୋତଲ ଧରି ଘରକୁ ଫେରିଲା। ମା ଚିକି, ଉଠ ମା, ଆସ ଗୋଟେ ଜାଗାକୁ ଯିବା। ନାଇଁ ମା, ମୁଁ ଏବେ କୋଉଠିକି ଯିବିନି, ମତେ ଭାରି ନିଦ ଲାଗୁଛି। ଓହୋ, ଉଠ କହିଲି ନା। ଚାଲ ମତେ ଟିକେ ସାହାଯ୍ୟ କର, କାମ ସରିଲେ ଆମେ ଶୀଘ୍ର ଘରକୁ ଫେରି ଆସିବା। କାଉ ଆଉ ତାର ଝିଅ ରାତି ଅଧରେ ଚଢ଼େଇର ଜମିକୁ ଗଲେ। ମା ଚିକି, ଏଇ 2 ବୋତଲକୁ ନେ। ଏଇ ଲାଲ ବୋତଲକୁ ଚଢ଼େଇ ଜମିରେ ଢାଳିଦେବୁ, ଆଉ ଏ ହଳଦିଆ ବୋତଲକୁ ଆମ ଜମିରେ ଢାଳିଦେବୁ। ତୁ ଏବେ ଯା, ମୁଁ ଏଠି ରହି ସମସ୍ତଙ୍କ ଉପରେ ନଜର ରଖୁଛି। କେହି ଦେଖିବା ଆଗରୁ ଶୀଘ୍ର କାମ ସାରି ଫେରି ଆସିବୁ। ଏଇ କାମ ପାଇଁ ତୁମେ ମତେ ରାତି ଅଧରେ ଏଠାକୁ ଆଣିଲ, ସକାଳେ ବି ତ ଆସି ପାରିଥାନ୍ତ। ଆଚ୍ଛା ମା, ଏ 2 ବୋତଲରେ କ'ଣ ଅଛି? ସେ କଥା ଜାଣିବା ତୋର ଦରକାର ନାହିଁ। ତତେ ଯେମିତି କହୁଛି ତୁ ସେମିତି କର। କେହି ଆମକୁ ଦେଖିବା ପୂର୍ବରୁ ତୁ ଯା, ଶୀଘ୍ର କାମ ସାରି ଆସେ। ମା ଚଢ଼େଇ ଆଣ୍ଟି ଜମିରେ କୋଉ ବୋତଲ ଢାଳିବାକୁ କହିଥିଲେ? ମୋର ତ ମନେ ପଡୁନି। ନିଶ୍ଚୟ ଏ ହଳଦିଆ ବୋତଲ କଥା କହିଥିବେ। ମତେ ଲାଲ ରଙ୍ଗ ଭାରି ଭଲ ଲାଗେ। ମୁଁ ଆମ ଜମିରେ ଏ ଲାଲ ରଙ୍ଗର ବୋତଲକୁ ଢାଳିବି। କିରି, ବୋତଲ ସବୁ ଢାଳିଦେଲୁ? ହଁ ମା, ତୁମେ ଯେମିତି କହିଥିଲ ମୁଁ ସେମିତି କରିଛି। ମୋ ସୁନା ଝିଅ, ଆସ ବି ଘରକୁ ଯିବା। ଏମିତି କିଛି ଦିନ ବିତିଗଲା। ଦିନେ କାଉ ଆଳୁ ତୋଳିବା ପାଇଁ ତା ଜମିକୁ ଗଲା। ଆରେ କ'ଣ, ମୋ ଜମିରୁ ଏତେ ଅଳ୍ପ ଆଳୁ କେମିତି ବାହାରିଲା? ତା ମାନେ କ'ଣ ସେ ଔଷଧ ଦୋକାନୀ ମତେ ଠକିଦେଲା? ଆରେ କ'ଣ, ଏ କେମିତିକା ଚମତ୍କାର! ଆଳୁ କ'ଣ ତଳେ ନ ଫଳି ଗଛ ଉପରେ ଫଳିଛି? ମା କୁନି, ଆସେ ଶୀଘ୍ର ଶୀଘ୍ର ଆଳୁ ତୋଳିବା, ପରି ଆସିବାର ସମୟ ହେଇଗଲାଣି। ଆରେ ମା, ତୋର ଏ କି ଅବସ୍ଥା ହେଇଛି? ତୋ ମୁଣ୍ଡରେ ଆଘାତ କିଏ କଲା? ମା, ସେ ଚିକି କହୁଥିଲା ତୁମେ ଏହି ପ୍ରତିଯୋଗିତାରେ ହାରିଯିବ, ତାପରେ ସେମାନେ ଆମକୁ ଏ ଜଙ୍ଗଲରୁ ବାହାର କରିଦେବେ। ମତେ ଏସବୁ ଶୁଣିବାକୁ ଭଲ ଲାଗିଲାନି। ତାକୁ ମାରିବା ସମୟରେ ମୋର ଏମିତି ଅବସ୍ଥା ହେଲା। ତମେ ମାନେ ଏବେ ବହୁତ ଛୋଟ, ଏମିତି ଝଗଡା କାହିଁକି କରୁଛ? ମା, ତୁମେ ଆଉ କାଉ ଆଣ୍ଟି ବି ତ ଝଗଡା କର, ଆମେ ଝଗଡା କଲେ ଅସୁବିଧା କ'ଣ? ଆରେ ଏସବୁ କ'ଣ ହେଇଗଲା? କାଉ ଆଉ ମୋ ଝଗଡା ପାଇଁ ପିଲାମାନେ ଖରାପ ବାଟକୁ ଚାଲିଗଲେଣି। ଏବେ ମୁଁ କ'ଣ କରିବି? ଆସିଗଲ ତମେ ମାନେ, ଦେଖିବା କାହାର କେତେ ଆଳୁ ଚାଷ ହେଇଛି। ପରି, ମୋ ଜମିରୁ 5 ବସ୍ତା ଆଳୁ ବାହାରିଛି। ପରି, ମୋର 7 ବସ୍ତା ଆଳୁ ହେଇଛି। ଏ କ'ଣ, ତୋ ଜମି ମୋ ଜମିଠୁ ବି ସାନ, ତାହେଲେ ତୋର 7 ବସ୍ତା ଆଳୁ କେମିତି ବାହାରିଲା? ତା ମାନେ କ'ଣ ଚିକି, ତୁ କୋଉ ରଙ୍ଗର ବୋତଲକୁ ଚଢ଼େଇ ଜମିରେ ଢାଳିଲୁ? ମା, ତୁମେ ମତେ କୋଉ ରଙ୍ଗ କଥା କହିଥିଲ ମୁଁ ଭୁଲି ଯାଇଥିଲି। ମତେ ଲାଲ ରଙ୍ଗ ଭଲ ଲାଗେ, ସେଥିପାଇଁ ମୁଁ ଚଢ଼େଇ ଆଣ୍ଟିଙ୍କ ଜମିରେ ହଳଦିଆ ରଙ୍ଗର ବୋତଲକୁ ଢାଳିଥିଲି, ଆଉ ଆମ ଜମିରେ ଲାଲ ରଙ୍ଗର ବୋତଲକୁ ଢାଳିଥିଲି। ଆରେ ଆରେ, ତୁ ଏ କ'ଣ ସର୍ବନାଶ କରିଦେଲୁ? ତମେ ମାନେ ଏସବୁ କ'ଣ କଥା ହେଉଛ? ମୁଁ ତ କିଛି ବି ବୁଝିପାରୁନି। ଚଢ଼େଇ, ସେମାନେ ନିଜ ଭୁଲର ଶାସ୍ତି ପାଇଛନ୍ତି। କାଉ, ତୁ ସମସ୍ତଙ୍କୁ ସବୁ କଥା କହିବୁ ନା ମୁଁ କହିବି? ମୋର ଭୁଲ ହେଇଗଲା ପରି। ଚଢ଼େଇର କ୍ଷତି କରିବାକୁ ଯାଇ ମୋ ନିଜର କ୍ଷତି ହେଇଗଲା। ଚଢ଼େଇ, ତୁ ମତେ ବି କ୍ଷମା କରିଦେ। ମୁଁ ଆଉ ଦିନେ ବି ତୋ ସହ ଝଗଡା କରିବିନି। ଆଜି ମୁଁ ମୋ ଭୁଲ ବୁଝିପାରୁଛି। କାଉ, ତୁ ମତେ ବି କ୍ଷମା କରିଦେ। ମୁଁ ବି ମୋ ଭୁଲ ବୁଝିଗଲି। ଆମେ ଆଉ କେବେ ବି ଝଗଡା କରିବାନି। ଆମ ପାଇଁ ଆମ ପିଲାମାନେ ବିଗିଡ଼ି ଯାଉଛନ୍ତି।
ତମ ଦୁଇ ଜଣଙ୍କ ପାଇଁ ମୁଁ ଆଜି ଅନେକ ଖୁସି। ମୁଁ ଯାହା ଚାହୁଁଥିଲି ତା ଏବେ ପୁରା ହେଇଗଲା। ତମେ ମାନେ ଆଉ ଝଗଡ଼ା ନ କରି ଏବେ ମିଳିମିଶି ଖୁସିରେ ରୁହ। ଏଇ ନିଅ କେକ୍ ଘର। ଏଇ କେକ୍ ଘରୁ ତମମାନଙ୍କ ସହ ଜଙ୍ଗଲର ଅନ୍ୟ ପକ୍ଷୀମାନେ ବି କେକ୍ ଖାଇପାରିବେ। ଏମିତି କହି ପରି ସେଠାରୁ ଚାଲିଗଲା। ସେଦିନ ପରଠାରୁ କାଉ ଆଉ ଚଢ଼େଇ ଝଗଡ଼ା କଲେ ନାହିଁ। ତାଙ୍କ ପିଲାମାନେ ବି ସାଙ୍ଗ ହେଇଗଲେ। ଏମିତି ସେମାନେ ମିଳିମିଶି ଖୁସିରେ ରହିଲେ। ଆରେ ମା କୁନି ମୁନି ବଣ୍ଟି, ଆସ, ମୁଁ ତମମାନଙ୍କ ପାଇଁ ଖାଇବା ଆଣି ଦେଇଛି, କିଛି ଖାଇନିଅ। ମା କୁନି ମୁନି, ମୁଁ ଏବେ କାମକୁ ଯାଉଛି। ମୁଁ ଘରକୁ ନ ଫେରିବା ଯାଏଁ ତମେ ମାନେ ତମ ସାନ ଭାଇ ବଣ୍ଟିକୁ ଛାଡ଼ି କୁଆଡ଼େ ବି ଯିବନି। ତମେ ମାନେ ତ ଜାଣ ତମ ସାନ ଭାଇ ବଣ୍ଟିର ଦେହ ଦୁର୍ବଳ। ସେ ଏକା ରହିଲେ ଯଦି ତାର କିଛି ବିପଦ ହେବ। ଠିକ୍ ଅଛି ମା, ଚିନ୍ତା କରନି। ତୁମେ ନ ଆସିବା ଯାଏଁ ଆମେ ବଣ୍ଟିକୁ ଛାଡ଼ି କୁଆଡ଼େ ବି ଯିବୁନି। ଆରେ ମୁନି, ଘରେ ବସି ବସି ମତେ ଭାରି ବୋର୍ ଲାଗିଲାଣି। ମତେ ନା ଖେଳିବାକୁ ଇଚ୍ଛା ହଉଛି। ଚାଲେ ଆମେ ଗୋଟେ କାମ କରିବା, ଏ ବଣ୍ଟିକୁ ଘରେ ବନ୍ଦୀ କରି ଖେଳିବାକୁ ଯିବା। ମା ଆସିବା ପୂର୍ବରୁ ଆମେ ଘରକୁ ଫେରି ଆସିବା। ତାହେଲେ ମା କିଛି ବି ଜାଣିପାରିବେନି। ହଁ ଦିଦି, ମତେ ବି ଖେଳିବାକୁ ଇଚ୍ଛା ହଉଛି। ଚାଲ ଆମେ ଯିବା। ଦିଦି ଦିଦି, ମୁଁ ବି ତୁମ ସାଙ୍ଗରେ ବାହାରକୁ ଯିବି। ମତେ ବି ଖେଳିବାକୁ ଭାରି ଇଚ୍ଛା ହଉଛି। ନା ନା, ଆମେ ତତେ ବାହାରକୁ ନେଇ ପାରିବୁନି। ମା ଜାଣିଲେ ଆମକୁ ବହୁତ ରାଗିବେ। ତୋର ଯଦି ଏତେ ବାହାରକୁ ଯିବା ପାଇଁ ଇଚ୍ଛା ହଉଛି, ଏମିତି ଦୁର୍ବଳ ହେଇ କାହିଁକି ଜନ୍ମ ନେଲୁ? ଆମ ଭଳି ଶକ୍ତିଶାଳୀ ହେଇ ଜନ୍ମ ନେଲୁନି। ସେମିତି ହେଇଥିଲେ ତୋର ସବୁ ଇଚ୍ଛା ପୁରା ହେଇଥାନ୍ତା। ଏବେ ତୁ ଚୁପଚାପ ହେଇ ଘରେ ବସ। ମା ଆସିଲେ ଆମ ବିଷୟରେ କିଛି ବି କହିବୁନି, ବୁଝିଲୁ? ଠିକ୍ ଅଛି ଦିଦି, ମୁଁ ତୁମର ସବୁ କଥା ମାନିବି। ମାଙ୍କୁ ତୁମ ବିଷୟରେ କିଛି ବି କହିବିନି। ହେ ଭଗବାନ, ମତେ କାହିଁକି ଏତେ ଦୁର୍ବଳ କଲ? ମୋ ଦୁର୍ବଳ ଶରୀର ବୋଲି ମୁଁ ବାହାରକୁ ଯାଇ ସମସ୍ତଙ୍କ ସହ ଖେଳି ପାରୁନି। ସବୁଦିନ ଅପେକ୍ଷା ଆଜି ମୁଁ ଅଧିକ କାମ କରିଛି। ସେଥିପାଇଁ ଆଜି ଅଧିକ ଟଙ୍କା ବି ପାଇଛି। ମୁଁ ଆଜି ବଣ୍ଟି ପାଇଁ କିଛି ଭିଟାମିନ୍ ଯୁକ୍ତ ଫଳ ନେଇଯିବି। ସେ ଭିଟାମିନ୍ ଯୁକ୍ତ ଫଳ ଖାଇଲେ ଶକ୍ତି ପାଇବ। କାଉ ଭାଇ, ମତେ ଆଜି ଅଧିକ ଭିଟାମିନ୍ ଯୁକ୍ତ ଫଳ ଦିଅ। କିରେ ଚଢ଼େଇ, ତୋ ପୁଅର ଦେହ କଣ ଏଯାଏଁ ଭଲ ହେଇନି? ଆଜି କଣ ତୁ ଅଧିକ ଫଳ ନେଉଛୁ? ଯାହା ବି କର ଚଢ଼େଇ, ତୋର ସେ ଦୁର୍ବଳ ଛୁଆ କେବେ ବି ସୁସ୍ଥ ହେବନି। ଏମିତି କାହିଁକି କହୁଛ କାଉ ଭାଇ? ମୋ ପୁଅର ଦେହ ଦୁର୍ବଳ ବୋଲି ସେ କଣ କେବେ ଭଲ ହେବନି? ମୁଁ ଏମିତି କଣ ଭୁଲ କହିଲି କି? ଯାହା ସତ ତାହା ହିଁ କହିଲି। କାଉ ଭାଇ, ମୁଁ ତୁମ ସହ ଯୁକ୍ତି କରିବାକୁ ଚାହୁଁନି। ମତେ କିଛି ଫଳ ଦିଅ, ମୁଁ ଘରକୁ ଯିବି। ମା କୁନି ମୁନି, ବାହାରକୁ ଆସ। ଦେଖ ଆଜି ମୁଁ ସମସ୍ତଙ୍କ ପାଇଁ କଣ ଆଣିଛି। ଆରେ କବାଟ କଣ ବାହାର ପଟୁ ବନ୍ଦ ଅଛି? ଘରେ କଣ କେହି ନାହାନ୍ତି? ଆରେ ଆରେ, ମା ତ ଶୀଘ୍ର ଘରକୁ ଆସିଗଲେ। ଏଯାଏଁ ଦିଦି ମାନେ ଘରକୁ ଫେରି ନାହାନ୍ତି। ଏବେ ମୋ ମାଙ୍କୁ କଣ କହିବି? ମା, କବାଟ ଖୋଲି ଭିତରକୁ ଆସ। ମୁଁ ଘର ଭିତରେ ହିଁ ଅଛି। ଇଏ କଣ ବଣ୍ଟି ବାବା, ତତେ ଘରେ ଏକା ବନ୍ଦୀ କରି କୁନି ଆଉ ମୁନି କୁଆଡେ ଚାଲିଗଲେ? କଥା କଣ କି ମା, ତୁମେ ଆସିବାରେ ଡେରି କରିଦେଲ ତ, ସେଥିପାଇଁ ଦିଦି ମାନେ ତମକୁ ଖୋଜିବାକୁ ଯାଇଛନ୍ତି। ହେଲେ ମୁଁ ତ ଏବେ ଘରକୁ ଆସିଗଲି। ସେମାନେ ମତେ କୋଉଠି ଖୋଜିବେ? ମୁଁ ସେମାନଙ୍କ ପାଖକୁ ଯାଇ ତାଙ୍କୁ ନେଇ ଆସେ, ନହେଲେ କୁନି ଆଉ ମୁନି ଘରକୁ ଫେରିବାର ରାସ୍ତା ଭୁଲିଯିବେ। କୁନି ମୁନି, ତମେ ମାନେ ଏଠି ଖେଳୁଛ ଆଉ ସେପଟେ ବଣ୍ଟିକୁ ଘରେ ବନ୍ଦୀ କରି ରଖିଛ? ମୁଁ କହିଥିଲି ନା ତାକୁ ଏକା ଛାଡ଼ି କୁଆଡ଼େ ବି ଯିବନି। ମତେ ଖୋଜିବାକୁ ତମେ ମାନେ କାହିଁକି ବାହାରିଥିଲ? କାମ ଶେଷ ହେଲା ପରେ ମୁଁ ଠିକ୍ ଘରକୁ ଫେରିବି। ତମେ ମାନେ ମତେ ଆଉ ଖୋଜିବା ପାଇଁ ବାହାରକୁ ଆସିବନି। କଥା କଣ କି ମା, ବଣ୍ଟି ଭାରି ଦୁର୍ବଳ। ଆମେ ଯୋଉ ଖେଳ ଖେଳିବୁ ବଣ୍ଟି ସେ ଖେଳ ଖେଳି ପାରିବନି। ସେଥିପାଇଁ ତାକୁ ଘରେ ରଖି ଆମେ ଏଠାକୁ ଆସିଥିଲୁ। ବଣ୍ଟି ଯୋଉ ଖେଳ ଖେଳି ପାରିବ, ତମେ ମାନେ ବି ସେଇ ଖେଳ ଖେଳିବ, ବୁଝିଲ? ଆଉ ହଁ, ଆଉ ଦିନେ ବି ବଣ୍ଟିକୁ ଘରେ ଏକା ରଖି ବାହାରକୁ ଆସିବନି। ଏବେ ଚାଲ ମୋ ସାଙ୍ଗରେ। ମା, ବଣ୍ଟିକୁ ଏତେ ଗୁଡେ ଫଳ ଖାଇବାକୁ ଦେଉଛ, ଆଉ ଆମକୁ କେତେ କମ ଫଳ କାହିଁକି ଦଉଛ? ଆରେ ତମେ ମାନେ କଣ ଦେଖୁନ, ବଣ୍ଟିର ଦେହ ଦୁର୍ବଳ। ସେ ଅଧିକ ଭିଟାମିନ୍ ଯୁକ୍ତ ଫଳ ଖାଇଲେ ଶୀଘ୍ର ତମମାନଙ୍କ ପରି ସୁସ୍ଥ ହେଇଯିବ। ତାପରେ ସେ ତମମାନଙ୍କ ସହ ଖେଳି ପାରିବ। ଏମିତି ଶୁଣି କୁନି ଆଉ ମୁନି କିଛି ବି କହିଲେନି। ତାପରେ ସେମାନେ ଫଳ ଖାଇଲେ।
କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ସମସ୍ତେ ଶୋଇଲେ। ପରଦିନ ସକାଳେ ମା ଚଢ଼ି କାମକୁ ଯିବା ପରେ, ଏ ବଣ୍ଟି, ତୁ ମାକୁ କାଲି ଆମ ବିଷୟରେ କାହିଁକି କହିଦେଲୁ? ଆମେ ମନା କରିଥିଲୁ ନା କିଛି କହିବା ପାଇଁ? ନା ନା ଦିଦି, ମୁଁ ତୁମ ବିଷୟରେ ମାକୁ କିଛି ବି କହିନି। ତମେ ମାନେ ଯୋଉ ଖେଳିବାକୁ ଯାଇଥିଲ ସେ କଥା ବି କହିନି। ମୁଁ ଜାଣେ ମାକୁ ଏକଥା କହିଲେ ମା ତମମାନଙ୍କୁ ରାଗିବେ, ସେଇଥିପାଇଁ କହିଲି ତମେ ମାନେ ମାକୁ ଖୋଜିବାକୁ ଯାଇଛ। ଭଲ କରିଛୁ କିଛି ନ କହି। ଆଜି ବି ଆମେ ଖେଳିବାକୁ ଯିବୁ, ତତେ ବି ସାଙ୍ଗରେ ନେଇଯିବୁ। ଆମେ ଯାହା ବି ଖେଳିବୁ ତୁ ଖେଳି ପାରିବୁନି, ସେଥିପାଇଁ ତୁ ଚୁପ ହେଇ ବସି ଆମକୁ ଦେଖିବୁ। ମା ପଚାରିଲେ କହିବୁ ତୁ ବି ଖେଳିଛୁ, ବୁଝିଲୁ? ଆଚ୍ଛା ଠିକ ଅଛି ଦିଦି। ବାଃ, କେତେ ମଜା ଲାଗୁଛି ମନି। ମତେ ବଲ୍ ଦେ, ବଲରେ ଖେଳିବାକୁ ମତେ ଭାରି ମଜା ଲାଗେ। ଦିଦି ଦିଦି, ମତେ ବି ଟିକେ ଖେଳାଅ, ମୋର ବି ଖେଳିବାକୁ ଭାରି ଇଚ୍ଛା ହଉଛି। ଆମ ଅପେକ୍ଷା ମା ତତେ ଅଧିକ ଫଳ ଖାଇବାକୁ ଦିଅନ୍ତି, ତଥାପି ତୁ କାହିଁକି ଶକ୍ତିଶାଳୀ ହେଇପାରୁନୁ କହିଲୁ? ଯେବେ ଶକ୍ତିଶାଳୀ ହେବୁ ସେବେ ଆମ ସାଙ୍ଗରେ ଖେଳି ପାରିବୁ। ଏମିତି ଶୁଣି ବଣ୍ଟିର ମନ ଦୁଃଖ ହେଇଗଲା। କୁନି ଆଉ ମୁନି ଖେଳିବାକୁ ଲାଗିଲେ। ସନ୍ଧ୍ୟାରେ ସମସ୍ତେ ଘରକୁ ଫେରୁଥିଲେ। ହଠାତ୍ ସେମାନେ ରାସ୍ତାରେ ଗୋଟେ ପାଚିଲା କଦଳୀ ଗଛ ଦେଖିଲେ। ଏ ବଣ୍ଟି, ତୁ ଏଠୁ ଚାଲିଯା। ଏ ଗଛର ପାଚିଲା କଦଳୀ ଆମେ ଖାଇବୁ। ତୋ ପାଇଁ ଆମକୁ ଘରେ ବେଶୀ ଫଳ ଖାଇବାକୁ ମିଳେନି। ଏବେ ତୁ ଯା ଏଠୁ। ଦିଦି, ମତେ ବି ପାଚିଲା କଦଳୀ ଖାଇବାକୁ ଇଚ୍ଛା ହଉଛି, ମତେ ବି ଗୋଟେ ଦିଅ। ନା, ଆମେ ତତେ ଗୋଟେ ବି କଦଳୀ ଦେଇ ପାରିବୁନି। ସେପଟେ ଦେଖେ, ଆଗରେ ଗୋଟେ କଞ୍ଚା କଦଳୀ ଗଛ ଅଛି। ଯା, ସେଠି ଥିବା କଞ୍ଚା କଦଳୀ ଖାଇବୁ। ସେମାନଙ୍କ କଥା ଶୁଣି ବଣ୍ଟି ଆଉ କିଛି ବି କହିଲାନି। ସେ କଞ୍ଚା କଦଳୀ ଗଛ ପାଖକୁ ଗଲା, ଆଉ ଗୋଟେ କଞ୍ଚା କଦଳୀ ତୋଳି ଖାଇଲା। ହଠାତ୍ ଏକ ଚମତ୍କାର ଘଟଣା ଘଟିଲା। ସେ କଦଳୀ ଗଛରେ ଥିବା ସବୁ କଦଳୀ ସୁନା ପାଲଟି ଗଲା, ଆଉ ବଣ୍ଟି ବି ଶକ୍ତିଶାଳୀ ହେଇଗଲା। ଆରେ, ଏ କଣ ହେଇଗଲା? ଏ ଗଛର ସବୁ କଦଳୀ ସୁନା କେମିତି ହେଲା? ଆଉ ମତେ ଏତେ ଶକ୍ତି କେମିତି ମିଳିଲା? ମୁଁ ତୋର ସବୁ ଇଚ୍ଛା ପୂରା କରିଛି ବଣ୍ଟି। ମୁଁ ହେଉଛି ଯାଦୁର କଦଳୀ ଗଛ। ଏକ ଅଭିଶାପ କାରଣରୁ ମୁଁ କଞ୍ଚା କଦଳୀ ଗଛ ପାଲଟି ଯାଇଥିଲି। ମୋ ଗଛର କଦଳୀ କେବେ ବି ପାଚୁ ନଥିଲା। ମୁଁ କଞ୍ଚା କଦଳୀ ଗଛ ହେଇଥିବାରୁ କେହି ବି ମୋ ପାଖକୁ ଆସୁନଥିଲେ। ଏତେ ଦିନ ପରେ ଯାଇ ତୁ ମୋ ପାଖକୁ ଆସିଲୁ, ଆଉ ମୋ ଗଛର କଦଳୀ ଖାଇଲୁ। ମତେ ଅଭିଶାପରୁ ମୁକ୍ତି ମିଳିଲା। ସେଇ ଖୁସିରେ ମୁଁ ତ ଇଚ୍ଛା ପୂରା କରିଛି। ଯାଦୁର ଗଛ, ମୁଁ ତୁମକୁ କେମିତି ଧନ୍ୟବାଦ ଦେବି ଜାଣିପାରୁନି। ଏତେ ଦିନ ପରେ ଯାଇ ମୁଁ ଶକ୍ତି ପାଇଲି। ମୋ ମା ଏକଥା ଜାଣିଲେ ଅନେକ ଖୁସି ହେଇଯିବେ। ସତରେ ଯାଦୁର କଦଳୀ ଗଛ, ତୁମକୁ ଅନେକ ଅନେକ ଧନ୍ୟବାଦ। ନା ନା, ଧନ୍ୟବାଦ ଦେବାକୁ ପଡିବନି। ଏସବୁ ମୋ ତରଫରୁ ତୋ ପାଇଁ ଏକ ଉପହାର। ତୁ ଏ ସବୁ ସୁନା କଦଳୀ ବି ନେଇଯା। ଏସବୁ ଆଜିଠୁ ତୋର। ତୁ ଏ ସୁନା କଦଳୀ ବିକ୍ରି କରି ଖୁସିରେ ରହ। ତାପରେ ବଣ୍ଟି ସୁନା କଦଳୀ ଧରି ତା ଭଉଣୀମାନଙ୍କ ପାଖକୁ ଗଲା। ସେତେବେଳେ ସେ ଦେଖିଲା ଗୋଟେ ରାକ୍ଷସ ଚିଲ ତା ଭଉଣୀମାନଙ୍କୁ ଘେରି ଅଛି। ହା ହା ହା, ଏତେ ଦିନ ପରେ ଆଜି ଦୁଇଟା କଅଁଳିଆ ଚଢ଼େଇ ଛୁଆ ପାଇଲି। ଆଜି ତ ମଜା ଆସିଯିବ। ଆସ, ମୋ ପାଖକୁ ଆସ, ମୁଁ ଏବେ ତମମାନଙ୍କୁ ଖାଇବି। ଏ କଣ, ରାକ୍ଷସ ଚିଲ ମୋ ଭଉଣୀମାନଙ୍କୁ ଖାଇବା ପାଇଁ ଚାହୁଁଛି? ନା ନା, ମୁଁ ଏମିତି ହେବାକୁ ଦେବିନି। ଏବେ ମୋ ପାଖରେ ଶକ୍ତି ଅଛି, ମୁଁ ମୋ ଭଉଣୀମାନଙ୍କୁ ରକ୍ଷା କରିବି। ରାକ୍ଷସ ଚିଲ, ମୋ ଭଉଣୀମାନଙ୍କର କିଛି କ୍ଷତି କରନି, ନହେଲେ ମୁଁ ତତେ ମାରିଦେବି। ଏଇ ଛୋଟ ହେଇ ବଡ଼ ବଡ଼ କଥା କହୁଛୁ? ତୋର ସାହସ ତ କମ୍ ନାହିଁ। ମତେ ଧମକ ଦେଉଛୁ? ଆଗ ତତେ ଖାଇବି, ତାପରେ ତ ଭଉଣୀମାନଙ୍କୁ ଖାଇବି। ଏମିତି କହି ରାକ୍ଷସ ଚିଲ ବଣ୍ଟିକୁ ମାରିବା ପାଇଁ ତା ପାଖକୁ ଆସିଲା। ବଣ୍ଟି ବି ରାକ୍ଷସ ଚିଲ ସହ ଲଢ଼େଇ କଲା, ଆଉ କିଛି ସମୟରେ ହିଁ ସେ ରାକ୍ଷସ ଚିଲକୁ ମାରିଦେଲା। ଆରେ ବଣ୍ଟି, ତୁ ଏତେ ଶକ୍ତି କେମିତି ପାଇଲୁ? ଗୋଟେ ରାକ୍ଷସ ଚିଲକୁ ତୁ ମାରିଦେଲୁ। ତାପରେ ବଣ୍ଟି ସେମାନଙ୍କୁ ସବୁ ଘଟଣା କହିଲା। ଆମକୁ କ୍ଷମା କରିଦେ ଭାଇ। ଆମେ ତୋ ସହ ଏତେ ଖରାପ ବ୍ୟବହାର କଲା ପରେ ବି ତୁ ଆମର ଜୀବନ ରକ୍ଷା କଲୁ। ଆମେ ଆଉ କେବେ ବି ତତେ ରାଗିବୁନି। ଏହି ଥରକୁ ଆମକୁ କ୍ଷମା କରିଦେ। ହଁ ଭାଇ, ମତେ ବି ତୁ କ୍ଷମା କରିଦେ। ମୁଁ ବି ଆଉ କେବେ ବି ତୋ ସହ ଖରାପ ବ୍ୟବହାର କରିବିନି। ଆରେ ଆରେ, ତମେ ମାନେ ବଡ଼ ହେଇ ମତେ କାହିଁକି କ୍ଷମା ମାଗୁଛ? ବିପଦରେ ଭଉଣୀ ପଡ଼ିଲେ ଭାଇ ତାକୁ ସାହାଯ୍ୟ କରେ, ଆଉ ଭାଇ ବିପଦରେ ପଡ଼ିଲେ ଭଉଣୀ ତାକୁ ସାହାଯ୍ୟ କରେ।
ତା ଛଡ଼ା ମୁଁ ମୋ ଦୁଇ ଭଉଣୀକୁ ବହୁତ ଭଲ ପାଏ। ମୁଁ ତମମାନଙ୍କ ପାଇଁ ମୋ ଜୀବନ ବି ଦେଇପାରିବି। ଏମିତି ଶୁଣି କୁନି ଆଉ ମୁନି ନିଜ ଭୁଲ ବୁଝିପାରିଲେ। ସେମାନେ ତାଙ୍କ ଭାଇକୁ ଚାବୁଡ଼ି ଧରି ଅନେକ କାନ୍ଦିଲେ। ସେତେବେଳେ ମା ଚଢ଼େଇ ସେଠାକୁ ଆସୁଥିଲା। ସେ ଛୁଆଙ୍କ ସବୁ କଥା ଶୁଣି ତାଙ୍କ ପାଖକୁ ଗଲା। ପିଲାମାନେ, ମୁଁ ଆଜି ତମମାନଙ୍କୁ ଗୋଟେ କଥା କହୁଛି, ମନେ ରଖିବ। କେବେ ବି କାହାକୁ ଅବହେଳା କରିବନି। କେତେବେଳେ କାହାର ଭାଗ୍ୟ ପରିବର୍ତ୍ତନ ହେଇଯିବ ତା କେହି କହିପାରିବେନି। ଆସ ଏବେ ଘରକୁ ଯିବା। ତାପରେ ସେମାନେ ସୁନା କଦଳୀ ଧରି ଘରକୁ ଆସିଲେ। ସେମାନେ ସୁନା କଦଳୀ ବିକ୍ରି କରି ତାଙ୍କର ସବୁ ଅଭାବ ଦୂର କଲେ। ବଣ୍ଟି ପ୍ରତିଦିନ ତା ଭଉଣୀମାନଙ୍କ ସହ ଖେଳୁଥିଲା। ଏମିତି ସେ ତା ପରିବାର ସହ ଖୁବ୍ ଖୁସିରେ ରହିଲା।